ତାଙ୍କ ପାଖରେ ତିନିଟା କ୍ୟାଣ୍ଡିଡେଟ୍ ଜିତିଲା ଭଳିଆ ସଂଖ୍ୟା ନାହିଁ, ଅର୍ଥାତ୍ ବିଧାୟକ ମାନଙ୍କର ସଂଖ୍ୟା ନାହିଁ। ତା ବାଦ ଯଦି ସେମାନେ ଜିତିବାକୁ କହୁଛନ୍ତି, ନୀତି ନୈତିକତାର ଧ୍ୱଜା ବା ବାନା ଆଉ ଭାରତୀୟ ଜନତା ପାର୍ଟି ଉଡେଇବାର ଉଚିତ ନୁହେଁ। କ୍ରେତା ନା ବିକ୍ରେତାଙ୍କର ଏ ଉପରେ ଯଦି ଜନସାଧାରଣଙ୍କ ଭିତରେ ଆଲୋଚନା ହବ ଏବଂ ସମସ୍ତେ ଆକଳନ କରିବେ, ସମସ୍ତେ ତାକୁ ପର୍ଯ୍ୟାଲୋଚନା କରିବେ, ତାହେଲେ ଗଣତନ୍ତ୍ର ସୁଧରିଯିବ। ଘୋଡାର ଦାମ ଅଧିକା ଆଉ କାହାର ଦାମ ଅଧିକା ନାହିଁ। ମୁଁ ବଡ ଆଶ୍ଚର୍ଯ୍ୟ ହେଇଛି। କାଲି କୌଣସି ସେମିତି ବିଶେଷ କାମ ନଥାଇ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ଆସିବା, ଏଇଟା ଭାରତୀୟ ଜନତା ପାର୍ଟିରେ କିଛି ଠିକ ଠାକ ଚାଲୁନାହିଁ ବୋଲି ଦର୍ଶାଉଛି। ଏଇ ଯୋଉ ଇନାଗୁରେସନ, ଲୋକାର୍ପଣ, ଏରା ହଉଛି ସବୁ ଗୋଟେ ଦେଖେଇବା ପାଇଁ, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ପାର୍ଟି ଭିତରେ ତାଙ୍କର, ବିଶେଷ କରି ଭାରତୀୟ ଜନତା ପାର୍ଟି ଭିତରେ ପ୍ରବଳ ମତାନ୍ତର, ମନାନ୍ତର ଏବଂ କଳି ତକରାଳ ଚାଲିଛି, ଯୋଉଟାକୁ ସେ ଚେଷ୍ଟା କରିଛନ୍ତି ତୁଟେଇବା ପାଇଁ। ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ନାହିଁ, ମନ ଭଲ ନାହିଁ, ଦେହ ଭଲ ନାହିଁ, କି ତାଙ୍କର ଫଳାଫଳ ମଧ୍ୟ ଭଲ ହବାର ସମ୍ଭାବନା ନାହିଁ। ତେଣୁକରି ତାଙ୍କର ଶୀର୍ଷ ନେତୃତ୍ୱ ଚେଷ୍ଟା କରିଛନ୍ତି, ଏଇଥିରୁ ଅନୁମାନ କରାଯାଉଛି ବା ଏହା ସତ୍ୟ। ତେଣୁ ସେ କେତେ ଦୂର ସଫଳ ମୁଁ ଜାଣିନି, କିନ୍ତୁ ଭାରତୀୟ ଜନତା ପାର୍ଟି ଭିତରୁ ଗୋଟେ ଗୁଞ୍ଜରଣ ଉଠୁଛି, ଯେହେତୁ 2 ବର୍ଷ ଭିତରେ ଓଡିଶାରେ କିଛି କାମ ହେଇନି, ଏପରିକି ଭାରତୀୟ ଜନତା ପାର୍ଟିର କର୍ମୀ, ନେତା ଏବଂ ତାଙ୍କ ଏମଏଲଏ, ଏମପି ସବୁ ବର୍ତ୍ତମାନ ଅସୁଖୀ କହୁଛନ୍ତି। ଏଇଟା ଗୋଟେ ମଉକା ଅଛି ରାଜ୍ୟସଭାରେ ଟିକେ ପାନି ଦେଇଦେଲେ ହୁଏତ ତାଙ୍କ ଦଳ ସୁଧୁରିଯିବ। ବୋଧେ ଏଇଭଳି ଖବର ବା ଆଭାସ ପାଇ କେନ୍ଦ୍ର ଗୃହମନ୍ତ୍ରୀ ଆସିକି ବହୁତ ଚେଷ୍ଟା କରିଛନ୍ତି ସମାଧାନ କରିବା ପାଇଁ। ମୁଁ ଭାବୁଛି ସେଥିରେ ମଧ୍ୟ ସେମାନେ ସଫଳ ହେବେ ନାହିଁ। କିନ୍ତୁ ଆଜ୍ଞା କୁହାଯାଉଛି ଯୋଉ 3 ଆସନ ଦେଇଛି ଭାରତୀୟ ଜନତା ପାର୍ଟି ସ୍ୱାଧୀନ ରାଜ୍ୟସଭା ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିଛି, ତେଣୁ କୁହାଯାଉଛି ଦଳ 3ରୁ 3 ଆସନ ନବ, ବିଜୁ ଜନତା ଦଳ ଗୋଟିଏରେ ସୀମିତ ରହିଯିବ, କମନ କ୍ୟାଣ୍ଡିଡେଟ୍ ଫେଲ ମାରିବେ। ନାଇଁ, ଭାରତୀୟ ଜନତା ପାର୍ଟି କୋଉ ଭଳି ଭାବରେ ଆକଳନ କରୁଛନ୍ତି ମୁଁ ଜାଣିନି। ତାଙ୍କ ପାଖରେ 3ଟା କ୍ୟାଣ୍ଡିଡେଟ୍ ଜିତିଲା ଭଳିଆ ସଂଖ୍ୟା ନାହିଁ, ଅର୍ଥାତ୍ ବିଧାୟକ ମାନଙ୍କର ସଂଖ୍ୟା ନାହିଁ। ତା ବାଦ ଯଦି ସେମାନେ ଜିତିବାକୁ କହୁଛନ୍ତି, ଏହା କଣ ସୁସ୍ଥ ଗଣତନ୍ତ୍ର? ଏହା କଣ ଭାରତ ବର୍ଷରେ ଗଣତାନ୍ତ୍ରିକ ପ୍ରକ୍ରିୟା, ସାମ୍ବିଧାନିକ ବ୍ୟବସ୍ଥା ଏବଂ ତା ସାଥିରେ ନୈତିକତା ଅଛି ବୋଲି ଆପଣମାନେ ଧରୁଛନ୍ତି? ଯଦି ନୀତି ନୈତିକତାକୁ ବଳି ଦିଆଯିବ, ଯଦି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଆପଣ ବଳି ଦେଇଦେବେ, ଯଦି ଗଣତନ୍ତ୍ର ମହିମାକୁ ଆପଣ କୁଠାରଘାତ କରିବେ, ତାହେଲେ ସେ ଜିତିବାର ସମ୍ଭାବନା ରହିବ। ତେଣୁ ସେ ଜିତିବେ ଗଣତନ୍ତ୍ର ପ୍ରତି କୁଠାରଘାତ, ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ଏବଂ ନୀତି ନୈତିକତାର ଧ୍ୱଜା ବା ବାନା ଆଉ ଭାରତୀୟ ଜନତା ପାର୍ଟି ଉଡେଇବାର ଉଚିତ ନୁହେଁ। ଆଜ୍ଞା, ତାହେଲେ ଯଦି ସେ ଜିତୁଛନ୍ତି ବା ଭାରତୀୟ ଜନତା ପାର୍ଟି 3ଟି ଆସନ ଜିତୁଛି, ତାହେଲେ ବିଜୁ ଜନତା ଦଳ କିମ୍ବା କଂଗ୍ରେସର ବିଧାୟକଙ୍କର ସମର୍ଥନ ନିହାତି ଆବଶ୍ୟକତା। ତେଣୁ ଏ ଦୁଇ ଦଳର ବିଧାୟକଙ୍କୁ କିପରି ଦଳ ସହିତ ଯୋଡ଼ି ବସିଲେ ଏଇ ଯୋଉ ପ୍ରୟାସ ଚାଲିଛି, ସେଥିରେ ସେମାନେ ସକ୍ଷମ ହେଇପାରିବେ କି? ପ୍ରତ୍ୟେକ ଦଳ, ବିଶେଷ କରି ବିରୋଧୀ ଦଳ, ବିଜୁ ଜନତା ଦଳ ହଉ, କଂଗ୍ରେସ ଦଳ ହଉ, ସିପିଆଇଏମ୍ ହଉ, ସେମାନଙ୍କର ଚେଷ୍ଟା ନିଶ୍ଚିତ ଭାବରେ ହେବ ତାଙ୍କ ଦଳର ବିଧାୟକ ମାନେ ଏକ ହେଇକି ରହିବାକୁ। ଯେହେତୁ ଭାରତୀୟ ଜନତା ପାର୍ଟି ସରକାରରେ ଅଛି, ସେ ଭାବୁଛନ୍ତି ସରକାରୀ କଳର ଅପବ୍ୟବହାର କରିବେ, ଅର୍ଥ ବଳର ପ୍ରାଦୁର୍ଭାବ ଦେଖେଇବେ ଏବଂ ଅନ୍ୟାନ୍ୟ କୌଣସି ଏଜେନ୍ସିର ମଧ୍ୟ ଇଣ୍ଟରଫେରେନ୍ସ କରିଦେଇ ପାରନ୍ତି। ତେଣୁ ଏଇଭଳିଆ ଗୋଟେ ଅସ୍ତ୍ର ତାଙ୍କ ପାଖରେ ଅଛି ବୋଲି ସେମାନେ ଆକଳନ କରୁଛନ୍ତି। କିନ୍ତୁ ସର୍ବୋପରେ ଇଏ ବିଧାୟକ ମାନଙ୍କର ଭୋଟଟା ଯଦି କିଣାବିକା ହବ ଏବଂ ଯୋଉମାନେ ନିଜକୁ ବିକ୍ରି କରିବେ ବା ଯୋଉମାନେ କିଣିବେ, କାହାର ନୈତିକତା ରହିବ? କ୍ରେତା ନା ବିକ୍ରେତାଙ୍କର? ଏ ଉପରେ ଯଦି ଜନସାଧାରଣଙ୍କ ଭିତରେ ଆଲୋଚନା ହବ ଏବଂ ସମସ୍ତେ ଆକଳନ କରିବେ, ସମସ୍ତେ ତାକୁ ପର୍ଯ୍ୟାଲୋଚନା କରିବେ, ତାହେଲେ ଗଣତନ୍ତ୍ର ସୁଧରିଯିବ। ମୋର ବିଶ୍ୱାସ ଏଥର ବୋଧେ ସେମାନେ ଆସ୍ଫାଳନ କରୁଥିବା କଥାରେ ସଫଳ ନ ହେଇପାରନ୍ତି।
ମାନେ ରାଜ୍ୟସଭା ନିର୍ବାଚନରେ ଆପଣ ଭାବୁଛନ୍ତି ଯେ ଯୋଉ ଫୋର୍ଥ ସିଟରେ ହବ ସେଠି ଗଣତନ୍ତ୍ର ବିଜୟ ହବ? ଆପଣଙ୍କୁ ସ୍ପଷ୍ଟ ଭାବରେ ମୁଁ କହିସାରିଲା ପରେ ଏଇ ଯୋଉ ନିର୍ବାଚନ ହବ ରାଜ୍ୟସଭାର ସେଥିରେ ସରକାରୀ ଦଳ ଯାହା ଆଶା କରୁଛନ୍ତି ସେଥିରେ ସେ ସଫଳ ହେଇପାରିବେ ନାହିଁ। ସେ ଯୋଉ ଘୋଡ଼ା ବେପାରର କଥା କୁହାଯାଉଛି ହେବାର ସମ୍ଭାବନା ବହୁତ ଆପଣ କହିଲେ। ମୁଁ ସବୁ ଉତ୍ତର ରଖିସାରିଛି। ଆଉ ଗୋଟେ ଆଉ ଘୋଡ଼ା କି ପାପ କରିଥିଲା ଯେ କିଏ ଯଦି ବିକ୍ରି ଗୋଟାଉ ଘୋଡ଼ା ବିକ୍ରି ହେଲା? କାହିଁକି ଛେଳି କହୁନ, ମେଣ୍ଢା କହୁନ, କୁକୁଡ଼ା ବତକ କହୁନ, ବାଇଗଣ ଟମାଟୋ କହୁନ, ଘୋଡ଼ା ସେଥିରେ କାହିଁକି ବିଧାଙ୍କୁ ତୁଳନା କରୁଛ? ଯିଏ ତ ବିକ୍ରି ହବ ସେ ବିକ୍ରି ଯୋଗ୍ୟ। ହାଇ ରେଟରେ ଯୋଉ ସେଥିପାଇଁ ଘୋଡ଼ାର ଦାମ ଅଧିକା ଆଉ କାହାର ଦାମ ଅଧିକା ନାହିଁ? ହଁ, ଆଶ୍ଚର୍ଯ୍ୟ କଥା। ଯଦି ହୁଏ ଏପରି ତାଙ୍କୁ ଛେଳି ମେଣ୍ଢା ସେଥିରେ ତୁଳନା କଲେ କ୍ଷତି କଣ? ଏଇଟା ଆଜ୍ଞା ଆଉ ଗୋଟେ କଥା, ନିରଞ୍ଜନ ପଟ୍ଟନାୟକ ଗତକାଲି କହିଲେ କି କଂଗ୍ରେସର ବିଧାୟକ ମାନେ ଏକାଠି ଅଛନ୍ତି, କିନ୍ତୁ ବିଜୁ ଜନତା ଦଳ ବିଧାୟକ କଥା କହିହବ ନାହିଁ। ଗୋଟେ ସଂକେତ ଦେଲା ଭଳିଆ ଦେଲେ କି ବିଜୁ ଜନତା ଦଳରେ ବିଧାୟକ ମାନେ। ମୋ ପାଖରେ ଖବର ନାହିଁ ନିରଞ୍ଜନ ପଟ୍ଟନାୟକ କଣ କରିଛନ୍ତି। ଯଦି ସେ ତାଙ୍କ କଂଗ୍ରେସ ଦଳ ଉପରେ ଏତେ ଗ୍ୟାରେଣ୍ଟି ଦେଇଛନ୍ତି ସେଟା ସ୍ୱାଗତ ଯୋଗ୍ୟ କଥା। ବିଜୁ ଜନତା ଦଳ ଉପରେ ଆମ ସମସ୍ତଙ୍କର ଭରସା ଅଛି, ଏହା ସତ୍ୟ। ନବୀନ ପଟ୍ଟନାୟକ ଯୋଉ ମିଟିଂ ହେଇଥିଲେ ଯୋଉଟା ନମିନେସନ ହେଲା ସେ କହୁଛି ବିଧାୟକ ମାନଙ୍କୁ ମଧ୍ୟ କିଛି ଇନଷ୍ଟ୍ରକ୍ସନ ମଧ୍ୟ ରହିଛି ଯେ ଯୋଉ ଘୋଡ଼ା ବେପାର କଥା ମୁଁ କହିବି ଯୋଉ କଥା ମଧ୍ୟ ଚାଲିଛି ତାକୁ ନବୀନ ପଟ୍ଟନାୟକ ସ୍ପେସିଫିକ ଇନଷ୍ଟ୍ରକ୍ସନ ମଧ୍ୟ ଦେଇଛନ୍ତି ଯୋଉଟା ବିଧାୟକ ମାନେ ମଧ୍ୟ କହିବେ ବୋଲି ଆକଳନ ଆପଣ କରୁଛୁ ସେଇ ଆଧାରରେ କଣ ଜାଣିପାରିବୁ? ଶୁଣନ୍ତୁ, ଆମର ସବୁ ବିଧାୟକ ମାନେ ନାମାଙ୍କନ ପତ୍ରରେ ଦସ୍ତଖତ ଦେଇଛନ୍ତି, ଅର୍ଥାତ୍ ତାଙ୍କର ସ୍ୱୀକୃତି ଦେଇଛନ୍ତି। ସ୍ୱୀକୃତି ଦେଇଛନ୍ତି ପ୍ରାର୍ଥୀଙ୍କୁ ଏବଂ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ। ଏହା ତ ନିଷ୍ପତ୍ତି। Success can be simple with TSG Gurukul. Endless career. Right move for bright future. Aao chale, school chale. TSG Gurukul. Phone 94387 82020.